ଲୁଲୁ ମହାପାତ୍ରଙ୍କ ବିୟୋଗ କେବଳ କଂଗ୍ରେସ ରାଜନୀତି ନୁହଁ, ଓଡ଼ିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି। କାରଣ ସେ ଜଣେ ଟାଣୁଆ ଏବଂ ସାହସୀ ରାଜନେତା, ଯେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ତାଙ୍କ ଦୃଢ଼ ମତ କେବଳ ରଖନ୍ତିନି, ବିଭିନ୍ନ ଆନ୍ଦୋଳନ ସୃଷ୍ଟି କରିକିରି ଯେଉଁଟା ନ୍ୟାଯ୍ୟ ଲୋକଙ୍କର ତାକୁ ହାସଲ କରିବା ପାଇଁ ବିଭିନ୍ନ ସମୟରେ ଚେଷ୍ଟା କରିଛନ୍ତି। ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି, କାରଣ ମୋତେ ସେ ବଡ଼ ଭାଇ ଭଳିଆ ସମ୍ମାନ କରନ୍ତି, ଶ୍ରଦ୍ଧା କରନ୍ତି ଏବଂ ବିଶେଷ ଭାବରେ ଓଡ଼ିଶାର ସାମରିକ ପରମ୍ପରା ସମ୍ପର୍କରେ ଯେଉଁ କାର୍ଯ୍ୟକ୍ରମ ସବୁ ନିଆହେଉଥିଲା ଏବଂ ବିଶେଷ ଭାବରେ ଆମର ପାଇକ ବିଦ୍ରୋହ ଯେଉଁଟା ହେଉଛି ଭାରତର ସ୍ୱାଧୀନତା ସଂଗ୍ରାମ, ପ୍ରଥମ ସ୍ୱାଧୀନତା ସଂଗ୍ରାମ, ତାର 200 ବର୍ଷ ପୂର୍ତ୍ତି ହେବ, ସେ ସମ୍ପର୍କରେ ଆମେ ବହୁ ଆଲୋଚନା କରିଥିଲୁ ଏବଂ ସେଥିରେ ପୁରାପୁରି ଏକ ପ୍ରମୁଖ ଭୂମିକା ସେ ନିଶ୍ଚିତ ଭାବରେ ନେବେ ଏବଂ ଏ ଆନ୍ଦୋଳନକୁ ଯେତେ ବାଟ ନେବା କଥା ନେଲେ ସେଥିରେ ଦୃଢ଼ ଭାବରେ ଆମ ସାଥିରେ ସେ ରହିବେ ବୋଲି କହିଥିଲେ। ଅତୀତରେ ବି ଯେଉଁ ସାମରିକ ପରମ୍ପରା ଉପରେ ହେଇଥିଲା, ଭାରତର ଓଡ଼ିଶାର ସାମରିକ ଇତିହାସ ଉପରେ ସେ ରହିଥିଲେ ଏବଂ ବକ୍ସିଙ୍କର ଦାୟଦ ହିସାବରେ ତାଙ୍କ ଭିତରେ ସେଇ ପ୍ରେରଣା, ତେଜ ଏବଂ ଲଢ଼େଇ କରିବାର ମନୋବୃତ୍ତି ଥିଲା। ସବୁ କ୍ଷେତ୍ରରେ, ସାଂସ୍କୃତିକ କ୍ଷେତ୍ରରେ ଏବଂ ରାଜନୀତି କ୍ଷେତ୍ରରେ ସେ ପ୍ରଶଂସା। ତାଙ୍କ ବିୟୋଗ ବ୍ୟକ୍ତିଗତ ଭାବରେ ମୋର ଏବଂ ସାମଗ୍ରିକ ଭାବରେ ସମଗ୍ର ଓଡ଼ିଶା ଏକ ବିରାଟ କ୍ଷତି, ଯେଉଁଟା ପୂରଣ ହୋଇପାରିବନି। ହଁ, ବହୁ ଅନ୍ତର୍ମୁହୂର୍ତ୍ତ ଅଛି, କାରଣ ଯେତେବେଳେ ସରକାରରେ ମୁଁ ଥାଏ, ସେ ଥାନ୍ତି ବିରୋଧୀ ଦଳରେ। ସବୁ ଇସ୍ୟୁରେ ତ ସେ ନିଶ୍ଚିତ ଭାବରେ ମୁହଁ ଖୋଲିବେ ଏବଂ ଟାଣା ଟାଣା ପ୍ରଶ୍ନ ପଚାରିବେ ଏବଂ ତାପରେ ଅନେକ ସମୟରେ ଆସିକି ଚାମ୍ବରରେ ବସିକିରି ଆମେ କଥାବାର୍ତ୍ତା ହେଇଛୁ ବିଭିନ୍ନ ସମସ୍ୟା ଉପରେ, କାରଣ ବିନା ସମସ୍ୟାରେ ସେ କୌଣସି ସମସ୍ୟା ଉପରେ ଆଲୋଚନା କରିଛୁ ଏବଂ ତାକୁ ସମାଧାନ କରିବା ପାଇଁ ଆମେ ଚେଷ୍ଟା କରୁଛୁ।